কালিয়া সাঁচে হো আসুনি মা হেউ গুহারি ইয়ে সকাল পহরু কিଏ ମ ଦାଣ୍ଡ ଫାଟୁଛି হ্যাঁ ଦାଣ୍ଡ ତ ଫାଟି ଯାଉଛି ନବଘନ ଭାଇ ଜୁହାରେ ଜୁହାରେ তুমি কিয়ে দেখিয়া কহিল ଜେମା ଅପା ଜେମା ବାପା ହଁ କଣ କହୁଥିଲ ଏତେ ଜୋର ଗୀତ ଗାଇ ଗାଇକି ଆସୁଛ ଦାଣ୍ଡ ଫାଟୁଛି ମଲା ତମକୁ ତ ଖାଲି ସବୁ ଶୁଭୁଛି କିଛି ଜଣା ପଡୁନାହିଁ ବୋଧେ କଣ ଜଣା ପଡିବ କେଡେ ବଡ ଦିନଟା ଦେବସ୍ନାନ ପୂର୍ଣ୍ଣିମା ହଁ ଯାଇଥିଲୁ ଠାକୁର ଦର୍ଶନ ହେଲା ଖାଇ ପିଇକି ଆଇଲୁ ଅରିଖିତିଆ ଯାଇଥିଲା ମୁଁ ଯାଇଥିଲି ଆମମାନେ ସବୁ ଯାଇଥିଲୁ ଆଉ ଆଲୋ 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 ତମ ସାଙ୍ଗରେ ଯାଇଥିଲେ ହଁ ମତେ ଜଣା ନାହିଁ କଣ ସନ୍ଧ୍ୟାରେ ଘରକୁ ଫେରିଲା ବେଳକୁ ମୁଁ ଜାଣୁଛି କୁଆଡେ ଯାଇଥିଲେ ଯାଇଥିଲେ ବୋହୂକୁ କହିଛନ୍ତି ମତେ କହିନାହାନ୍ତି ଝଗଡା ଝାଟି ହଉଥିବ ଜମା ଝଗଡା ଝାଟି ହେଇନୁ ହେଇଠି ଭାଇ ତମେ ବି ଟିକେ ଖବର ଦେଇନଥାନ୍ତ ମତେ ମୁଁ ଟିକେ ଯାଇଥାନ୍ତି ତମେ ହଁ ହରି ବୋଲ କାହିଁକି ମଲା ଇଏ ପାଠ ସେମିତି ନୁହଁ ଆଉ କେମିତି କାଳିଆ ସାନ୍ତଙ୍କ ଡୋରି ନାଗିଲେ ମଣିଷ ତ ବସିବା ଥାନରୁ ଉଠିକି ପଳେଇବ ତାହେଲେ ମୋର ଡୋରି ଲାଗିନି ନାଗିନି ଯାଇଥିଲି ଯାଇଥିଲ ଆର ଗାଁକୁ ସେଠି ହଉଥିଲା ଦେଖିଲି ଦେବସ୍ନାନ ପୂର୍ଣ୍ଣିମା ହଁ ଆଚ୍ଛା ଚତୁର୍ଦ୍ଧାମୂର୍ତ୍ତି ଗାଧେଇଲେ ଆମେ ଦେଖିଲୁ ପାଣି ଟିକେ ସେବା କଲୁ ଟିକେ ଛିଞ୍ଚି ହେଲୁ ଘରକୁ ଟିକେ ପାଣି ନେଇକି ଆସିଲୁ ତମେ ବି ଆଣିଛ କି ମଲା 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 ଇଏ କେଡେ ବଡ ପର୍ବ ହଁ ମହାପ୍ରଭୁଙ୍କର ମାନବୀୟ ଲୀଳା ହଁ ନିଜେ ବାହାରି ଆଉଛନ୍ତି ରତ୍ନବେଦୀ ଛାଡିକି ଏଇଠି ତ ଆସିକି ଟିକେ ଦେହ ଖରାପ ହବ ତାଙ୍କ ଦେହ ଟିକେ ଖରାପ ହେଇଯିବ ଗାଧେଇଲେ ପରା ଖାଲି କଣ ସେତିକି 108 ଗରାରେ ପାଣିରେ ଗାଧେଇଲେ ଆମେ ମହାପ୍ରଭୁଙ୍କୁ ଜର ହବ ଆମକୁ ଟିକେ ଜର କାଶ ହବ ହଁ କଣ କହିବାକୁ ଚାହୁଁଛ ଗୁଳୁଗୁଳି ହବ ଆମ ଦିହକୁ ଯେତେବେଳେ ଜର ହବ ଆମକୁ ହବ ଏମିତି କଥା ଗୁଡାକ କହିକି ତମେ ଖାଲି ଡରେଇ ଚାଲିଛ ଲୋକମାନଙ୍କୁ ଆଉ ଗୋଟାଏ ମଧ୍ୟ ସମସ୍ୟା ଅଛି କୋଉ ସମସ୍ୟା ବା ତମେ ଦେଖୁଥିବ କରୋନା କାୟା ବିସ୍ତାର କରୁଛି ହଁ ଭାଇ ସେଥିପ୍ରତି ଆମେ ସତର୍କ ରହିବା ମନେ ପକା 2 ବର୍ଷ ଘର ଭିତରେ ଯେମିତି ବନ୍ଦୀ ହେଇକି ମଣିଷ ମାନେ ଥିଲେ ଭାଇ କେତେ ଦୁଃଖ ଦେଇଗଲା କହିଲ ମଲା ଖାଲି ହେତିକି ଆଉ ଶିକ୍ଷା ଦେଇକି ଯାଇଛି ହଁ ଭାରତ ସରକାର ଅହରହ ପରିଶ୍ରମ କରି କଣ ଯୋଉ ଟୀକାକରଣ କଲେ ତମେ ନେଇଥିଲ ହଁ ସମସ୍ତେ ତ ନେଇଛନ୍ତି ଆଉ ନ ନେଲେ ପରା ଘରକୁ ପୁରେଇ ଦଉନଥିଲେ ସେଇଟା ଠିକ ଯେ କରୋନା କାଳରୁ ଆମେ ଗୋଟିଏ ଶିକ୍ଷା ପାଇଛେ କାଶ ଛିଙ୍କ ଜର ଏ ସବୁ ହେଲେ ଆମେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରି ଔଷଧ ଖାଇବା ସଙ୍ଗରୋଧ ହେଇକି ଗୋଟେ ଘରେ ରହିବା ଗହଳି ସ୍ଥାନକୁ ଯିବାନି ସଂକ୍ରମଣ ହବ ତେଣୁ ସେଥିପାଇଁ ବାରମ୍ବାର ହାତକୁ ସାବୁନରେ ଧୋଇବା ମାସ୍କ ମୁହଁକୁ ଘୋଡେଇକି ଭଲସେ ପିନ୍ଧିବା ଯଦି କାହାକୁ ଟିକେ ଜର ଥଣ୍ଡା ହେଇଛି ତାଠୁ ଦୂରେଇ ରହିବା 1 ମିଟର ସେଇ କାରଣରୁ ଆଉ ଗୋଟିଏ କଥା ମନେ ପଇଲା କୋଉ କଥା କହିଲ ମହାପ୍ରଭୁଙ୍କର ଏଡେ ବଡ ପର୍ବ ଇଏ ଦେବସ୍ନାନ ପୂର୍ଣ୍ଣିମା 15 ଦିନ ଅନ୍ତେ ପୁଣି ଆଷାଢ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଘୋଷ ଯାତ୍ରାରେ ବାହାରିବେ ଯେ କେତେ ଲୋକ ହେବେ ଲକ୍ଷାଧିକ ଲୋକ କଣ କେମିତି ସତର୍କ ରହିବେ ସଚେତନ ରହିବେ ମତେ ତ ଡର ମାଡୁଛି ଡରିଲେ ହବନି କି ଡରେଇଲେ ବି ହବନି ଆମେ ସମସ୍ତେ ସତର୍କ ହେଇ ଶ୍ରୋତା ବନ୍ଧୁ ପବିତ୍ର ଘୋଷ ଯାତ୍ରା ଆମେ ମାନେ ଦିଅ ଦର୍ଶନ କରିବା ମହାପ୍ରଭୁ କରନ୍ତୁ ଏ କରୋନା ଆଉ ନ ବଢୁ ନାଇଁ ଆମକୁ ତ ସତର୍କ ହବାକୁ ପଡିବ ନିଶ୍ଚିତ ଯଦି କାହାର ଦିହ ପା ଖରାପ ରହୁଛି ଆପଣ ମାନେ ଗହଳି ସ୍ଥାନକୁ ଯାଆନ୍ତୁ ନାହିଁ ନା ଆଉ ଯୋଉମାନେ ସବୁ ଦର୍ଶନାର୍ଥୀ ଯାଉଛନ୍ତି ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ସେଇଟା କଣ କହୁଥିଲ ତୁଣ୍ଡି ତୁଣ୍ଡି ମାସ୍କ ବା ମୁହଁରେ ମାସ୍କ ଭିଡିକି ଯିବା ଦୂରତା ରକ୍ଷା କରିବା କଣ ଆଉ ଦୂରତା ରକ୍ଷା କରିବା ଭାଇ ସେ ସମୟରେ ଯଥା ସମ୍ଭବ ଚେଷ୍ଟା କରିବା ଶୃଙ୍ଖଳା ରଖିବା ଯାତ୍ରା ହବ ଖିଆପିଆ ହବ ବୁଲାବୁଲି ହବ ଆଉ କଣ କହୁଛ ନା ନା ଆଉ କିଛି ନାହିଁ ତମେ ତ କହୁଛ ମୁଁ ତ ଶୁଣୁଛି ଆଉ ମୁଁ କହୁଛି ଏଡେ ବଡ ଦିନଟିଏ ସନ୍ଧ୍ୟା ବେଳ ଭଜନ ଟିକେ ଶୁଣିବାନି ମୁଁ କେତେବେଳେ ମନା କଲି ମହାପ୍ରଭୁଙ୍କ ଭଜନ ଟିକେ ଶୁଣିବା ତାପରେ କଥା ହବା ଗୀତ ଟିକେ ଲେଖିଛନ୍ତି ନନ୍ଦକିଶୋର ସିଂ ଆଉ ଗାଇଛନ୍ତି ଶିବାନୀ ଦେବୀ ଶୁଣିବା प्रभु हे
ମନ କଣ ହେଇଯାଉଛି ଭାଇ? ଏଡେ ବଡ ଦିନଟିଏ ତୁମେ ଯାଇ ଦର୍ଶନ କଲ, ତୁମେ ପୁରୀ ଯାଇପାରିଲ, ମୁଁ ଏଇ ଗାଁ ପାଖେ ଟିକେ ଦର୍ଶନ କରିଦେଲି ମହାପ୍ରଭୁଙ୍କୁ। ଆଉ ମନ ପବିତ୍ର ଥିଲେ ଗାଡିଆ ଗଙ୍ଗା, ପାଠଟିଏ ବୁଝିବାର ଅଛି ଭାଇ। କଣ ଭାଇ ଭାଇ ହଉଛ? ମୋ ପ୍ରଶ୍ନର ଉତ୍ତର ଦିଅ। କଣ ପ୍ରଶ୍ନ ପଚାରୁନ? ଏଇ ଯୋଉ ଖରା ଦିନେ ମୁଁ ଦେଖୁଥିଲି ତମେ ଯୋଉ ସବୁ ଗୋଷ୍ଠୀ କରିନ। ଆମର ଗୋଷ୍ଠୀ ତ ସ୍ୱୟଂ ସହାୟକ ଗୋଷ୍ଠୀ। ଯୋଉ ସକାଳୁ ଯାଇକି ସବୁ ଗୋଟିଏ ଲେଖା କଣ ହାତରେ ଚଟେଇ ଭଳିଆ ନେଇକି ସବୁ ଗୋଡ ହାତ ହଲଉଥିଲ, କଣ କରୁଥିଲ? ଯୋଗ ପ୍ରାଣାୟାମ କରୁଛୁ, ନିରୋଗ ରହୁଛୁ। ନିରୋଗ ରହୁଛୁ। ଏବେ ବି ଚାଲିଛି? ଆଉ ସବୁଦିନ ଚାଲିବ। ସବୁଦିନ ଯୋଗ ପ୍ରାଣାୟାମ କରିବା, ଦୀର୍ଘ ଦିନ ପର୍ଯ୍ୟନ୍ତ ବଞ୍ଚିବା। ବଞ୍ଚିବା ପୁଣି ନିରୋଗରେ ବଞ୍ଚିବା, ନିରୋଗ ହେଇକି ସୁସ୍ଥ ରହିବା। ତେଣୁ ଯୋଗ ଆଉ ପ୍ରାଣାୟାମ। ଯେମିତି ଆମେ ଚାଷ କରୁଛେ, ରୋଜଗାର କରୁଛେ, ସେମିତି ଦେହ ପାଇଁ ଯୋଗ ନିହାତି କରିବା ଦରକାର। ତମେ ହଉଛ ଉଦାହରଣ। ମୁଁ କାହିଁ ଉଦାହରଣ? ସମସ୍ତେ କରୁଛନ୍ତି। ତମେ ପରା ଯାଇଥିଲ ମଙ୍ଗୁଳି ଭାଇ ସାଙ୍ଗରେ, ମୁଁ ଦେଖିଛି। ଦେଖିଛ? ହଉ, ଯଦି ଭାଇ କଥା କହିଲ, ସିଏ ଗୋଟିଏ ଅଲଗା ପ୍ରକାରର ଚାଷୀ ବୋଲି ଜାଣିଛ ତ? ହଁ ଜାଣିଛି। ତମେ କିଛି ଜାଣିଛି। ମହୁ ଚାଷ କରୁଛନ୍ତି ଭାଇ। ଛତୁ ଚାଷ କରୁଛି, ଗେଣ୍ଡୁ ଫୁଲ ଲଗେଇଛି, ପୁଣି ମହୁ ଚାଷ କରୁଛି। ସେଇ କଥା ପା ତୁମକୁ କହିଲ, ମୁଁ ଶୁଣିଥିଲି ବୋଲି କହିଲି। ଯେ ଏମିତି ଗୋଟେ ହୁଅନ୍ତାନି, ଆମର ସବୁ ଭାଇ ମାନେ ଟିକେ ଜାଣନ୍ତେ ମହୁ ଚାଷ କେମିତି, ହେତୁରୁ କେତେ କଣ ରୋଜଗାର ହଉଛି। ତାହେଲେ ଆଜି ବୈଠକ ଘର ବତାଇ ଆରି ଉପରେ ଆଲୋଚନା ଟିଏ ଅଛି। ଆଉ ଅଛି ପରା? ହଁ, ଜଣା ପଡୁଛି। ଆଉ ଟିକେ କହୁନ। ଆମର ଜଣେ ଅଗ୍ରଣୀ ମହୁ ଚାଷୀ କୁମର ବର ସାମଲ ଆଇଛନ୍ତି। ତାହେଲେ ତୁମେ ଭାଇଙ୍କ ସହିତ କଥା ହୁଅ, ମୁଁ ଏଇଠି ବସିକି ଶୁଣୁଛି। ତାଙ୍କ ସହିତ ସାକ୍ଷାତକାରଟି ଆଜି ଅଛି। ହଉ, ତାହେଲେ ଏଇଠି ବସିକି ଶୁଣୁଛି ମୁଁ। ଆମ ଶ୍ରୋତା ଭାଇ ଭଉଣୀ ମାନେ ମଧ୍ୟ ଶୁଣୁଛନ୍ତି। ଶ୍ରୋତା ବନ୍ଧୁ, କେବଳ ପାରମ୍ପରିକ ରୀତିରେ ଆମମାନେ ଚାଷ କଲେ ତ ହେବ ନାହିଁ, ଅନେକ କିଛି ନୂଆ କରି ଦେଖାଇବାର ଅଛି। ଏବଂ ସେଥିଭିତରୁ ଯଦି କେହି ଚାଷୀ ନିଜ ଚେଷ୍ଟାରେ ମହୁ ଚାଷ କରିପାରୁଛନ୍ତି ବା ଆଉ କିଛି ଆନୁଷଙ୍ଗିକ କୃଷି କରି ନିଜର ଜୀବିକା ନିର୍ବାହ କରିବା ସହିତ ଅନ୍ୟମାନଙ୍କ ପାଇଁ ବି ରୋଜଗାର ଉପଲବ୍ଧ କରାଇ ପାରୁଛନ୍ତି, ତାହେଲେ ସିଏ ଗୋଟିଏ ସୁନ୍ଦର ଉଦାହରଣ ଆମ ସମସ୍ତଙ୍କ ପାଇଁ। ସେଇ ମର୍ମରେ ଆଜି ଆମେ ଜଣେ ଅଗ୍ରଣୀ ଚାଷୀ କୁମର ବର ସାମଲ, ଯିଏ ଆସିଛନ୍ତି କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ଅଞ୍ଚଳରୁ, ତାଙ୍କ ସହିତ ଆଜି କଥା ହେବା। ଆପଣଙ୍କୁ ସ୍ୱାଗତ କରୁଛୁ କୃଷି ସଂସାର କାର୍ଯ୍ୟକ୍ରମକୁ। ନମସ୍କାର। କଣ କେମିତି ସବୁ ଚାଲିଛି, ନିଜ ବିଷୟରେ, ନିଜର ପରିଚୟ ଏସବୁ ଟିକେ କୁହନ୍ତୁ ଆମ ଶ୍ରୋତା ବନ୍ଧୁ ମାନଙ୍କୁ। ଭଗବାନଙ୍କ ଜଗନ୍ନାଥଙ୍କ କୃପାରୁ ବହୁତ ଭଲରେ ଅଛି। ଗ୍ରାଜୁଏସନ କମ୍ପ୍ଲିଟ୍ ପରେ ଚାଷକୁ ଆଦରି ନେଲି ଏବଂ ଚାଷ ମୋର ପିଲାଦିନରୁ ଗୋଟେ ଚାଷ ପ୍ରତି ଦୁର୍ବଳତା ଥିଲା, ତେଣୁ ମୁଁ ଚାଷକୁ ଆଦରି ନେଲି। ଚାଷ ସହିତ ମଧ୍ୟ ମୁଁ ପ୍ରାଇଭେଟ ଜବ୍ କରୁଛି, ଯୋଉଟାକି ସେ ଜବ୍ରେ ମଧ୍ୟ 8 ଘଣ୍ଟା ସମୟ ଦେଇକରି ମୋ ଡ୍ୟୁଟି ସମୟ ଦେଇ ତାପରେ ବି ମୁଁ ଚାଷ କରୁଛି ଏବଂ ଚାଷରେ ମୋ ପରିବାର ସମ୍ପୂର୍ଣ୍ଣ ନିୟୋଜିତ କହିଲେ ଚଳେ। ଏବଂ ଚାଷରୁ ମୁଁ ମୋର ସମ୍ପୂର୍ଣ୍ଣ ଘର ଦ୍ୱାର ଗାଡ଼ି ଘୋଡ଼ା ଯାହାକି ଆଜି ମୁଁ ଏଷ୍ଟାବ୍ଲିଶମେଣ୍ଟ ହେଇଛି, ସମାଜରେ ଅନ୍ୟମାନଙ୍କ ସହିତ ତାଳ ଦେଇ ଚାଲିବାରେ ସକ୍ଷମ ହୋଇଛି, ସେଇଟା ହିଁ ମୋତେ ଚାଷ ଦେଇଛି। ଆଚ୍ଛା କୁମର ବାବୁ, ଆପଣଙ୍କର ଗୋଟେ ସ୍ୱତନ୍ତ୍ର ପରିଚୟ ହେଉଛି ଯେ ଆପଣ ହେଉଛନ୍ତି ଜଣେ ମହୁ ଚାଷୀ। ମହୁ ଚାଷୀ ଏବଂ କଟକ ଜିଲ୍ଲାର ମୁଁ ମହୁର ଟ୍ରେନର ହିସାବରେ, ମହୁ ଟ୍ରେନିଂ ଦେବା ହିସାବରେ, ଟ୍ରେନର ହିସାବରେ ମୋର ତ ଅଛି ସାର୍ଟିଫିକେଟ୍। ସରକାରୀ ସ୍ୱୀକୃତି ପ୍ରାପ୍ତ ଜଣେ ପ୍ରଶିକ୍ଷକ ଆପଣ ଏବଂ ଜଣେ ଅଗ୍ରଣୀ ଚାଷୀ। ନାଁ ହେଉଛି କୁମର ବର ସାମଲ। ଘର କୋଉଠି? ଘର ହେଉଛି ଆମର କେରିଲୋ ଗ୍ରାମ ପଞ୍ଚାୟତ, ଯୋଉଟା ବାହାର ବମ୍ପୁ ଗ୍ରାମ, ସେଟା ନିଶ୍ଚନ୍ଦ କୋଇଲି ବ୍ଲକ ଅଣ୍ଡରରେ, ଅସୁରେଶ୍ୱରରୁ 4 କିଲୋମିଟର। ଆଚ୍ଛା। ଅସୁରେଶ୍ୱର ଯୋଉଠି ଆମର ବୋଧହୁଏ ରାମନବମୀ ପର୍ବଟି ବହୁତ ସୁନ୍ଦର। ଆଜ୍ଞା ମଲ୍ଲିପୁର, ନୁହେଁ କି? ମଲ୍ଲିପୁର। ସେଇଠୁ କେତେ ବାଟ ଘର? ସେଠୁ ଘର ଆମର 3 କିଲୋମିଟର। 3 କିଲୋମିଟର। ଘରେ ଆଉ କିଏ ସମସ୍ତେ? ଘରେ ମୋର ମା ଅଛନ୍ତି, ବାବା ଚାଲି ଯାଇଛନ୍ତି 2010 ମସିହାରୁ ବ୍ରେନ୍ ଷ୍ଟ୍ରୋକରେ। ମା ଅଛନ୍ତି ଏବଂ ମା ଜଣେ ପେନସନଧାରୀ ଏବଂ ମୋ ୱାଇଫ୍ ହାଉସ୍ ୱାଇଫ୍ ଏବଂ ମୋର 2 ପୁଅ, ଜଣେ +2 ପଢ଼ୁଛି ଆଉ ଜଣେ 5ମ ଶ୍ରେଣୀରେ ବର୍ତ୍ତମାନ ପଢ଼ୁଛି। ଆମେ ଠାକୁରଙ୍କ ଦୟାରୁ ବହୁତ ଭଲରେ ଅଛୁ। ଛୋଟ ପରିବାର ଏବଂ 2 ପୁଅ, ବଡ଼ ପୁଅ +2 ପଢ଼ିଲାଣି। ଆଜ୍ଞା। ସବୁ ଏଇ ଚାଷବାସରୁ? ଆଜ୍ଞା। ଚାଷ ହିଁ ମୋର ମେରୁଦଣ୍ଡ। ଚାକିରି ମଧ୍ୟ କରୁଛନ୍ତି, ଚାଷ କରୁଛନ୍ତି, ସମସ୍ତ କାର୍ଯ୍ୟରେ ମାନେ ଗୋଟେ ଦକ୍ଷତା ରଖିଛନ୍ତି ଏବଂ ଆପଣଙ୍କର ଗୋଟେ ସ୍ୱତନ୍ତ୍ରତା ହେଲା ଯେ ଆପଣ ଜଣେ ସଫଳ ମହୁ ଚାଷୀ। ଆଜ୍ଞା। କେବେଠୁ ମହୁ ଚାଷ ଆରମ୍ଭ କଲେ? 2021 ମସିହା ମୋର ମହୁ ଆମ ମାମୁଁ ଘରେ ମହୁ ବାକ୍ସ ବସିଥିଲା। ମୋ ପିଲାବେଳେ ମୁଁ ଦେଖେ, ଏବେ ତ ଆଉ ନାହିଁ, କିନ୍ତୁ ମୋ ମହୁମାଛିଙ୍କ ପ୍ରତି ଗୋଟେ ଦୁର୍ବଳତା ଥିଲା ଯେ ମହୁ ଚାଷ କେମିତି କରିବି। ହଠାତ୍ 2021 ମସିହାରେ ଆମର କଟକର କେବିକେ, ଯୋଉଟାକି ଆମର ଛତିଆ ଯିବା ବାଟରେ ପଡ଼େ ସନ୍ଥପୁରରେ କେବିକେ ଅଛି, ସେଠି ଆମର ସାଇଣ୍ଟିଷ୍ଟ ଜଣେ ଅଛନ୍ତି ତୁଷାର ରଞ୍ଜନ ସାହୁ, ସାର୍ ଗୋଟେ ଆୟୋଜନ କରିଥିଲେ ମହୁ ଚାଷ ଟ୍ରେନିଂ, 7 ଦିନିଆ ପ୍ରୋଗ୍ରାମ। ତ
ତାକୁ ମୁଁ ଖବର ପାଇଲି ଏବଂ ମୁଁ କେବିକେ ସହିତ ଓତପ୍ରୋତ ଭାବେ ଜଡ଼ିତ। ଯେତେବେଳେ ମୁଁ ଜାଣିଲି ସେଠୁ ସାର୍ ମୋତେ କହିଲେ, ମୁଁ ସେଠୁ ଯାଇ ଟ୍ରେନିଂ ନେଲି। 21 ଜଣ ଲୋକ ଟ୍ରେନିଂ ନେଉଥିଲୁ। 21 ଜଣଙ୍କ ଭିତରୁ ସମସ୍ତେ ହିଁ ଫେଲିଓର ହେଲେ, ଗୋଟିଏ ଲୋକ ମୁଁ କି ଯିଏ ଚାଷ କଲି। ଏବଂ ମୁଁ ମୁଖ୍ୟ ପ୍ରେରଣା ପାଇଲି କାଠାରୁ ନା ଆମର ପୁରୀର ଡେଲାଙ୍ଗ ଅନ୍ନପୂର୍ଣ୍ଣା ଛଟୋଇ ମା ମୋର ଗୁରୁ, ଯିଏକି ଜଣେ 60-70 ବର୍ଷର ବୁଢ଼ୀ, କିନ୍ତୁ ତାଙ୍କ କତିରେ ବର୍ତ୍ତମାନ 100 ବାକ୍ସ। ସେ ଭାରତ ହନି ବି ବୋର୍ଡ ମେମ୍ବର ଅଛନ୍ତି। ତାଙ୍କର ପ୍ରେରଣାରୁ ମୁଁ ଜାଣି ମହୁ ଚାଷକୁ ଓହ୍ଲେଇଲି। ଆଚ୍ଛା, ତାମାନେ ପ୍ରଶିକ୍ଷଣ ପ୍ରାପ୍ତ ହେଲେ ଆପଣ କେଭିକେ ସନ୍ଥପୁରରୁ ଆଜ୍ଞା ଏବଂ ଜଣେ ମହିଷୀ ମହିଳାଙ୍କ ଦ୍ୱାରା ପ୍ରେରିତ ହେଲେ ଏବଂ 2021 ମସିହାରୁ 21 ମସିହାରୁ ଚାଷ ଷ୍ଟାର୍ଟ କଲି। ଆଚ୍ଛା, 4 ବର୍ଷ ହେଇଗଲା ଆପଣଙ୍କର ମହୁ ଚାଷରେ, କିନ୍ତୁ ପିଲାଦିନୁ ମହୁ ଚାଷ ସହିତ ଆପଣ ସମ୍ପୃକ୍ତ କାହିଁକି ନା ମାମୁଁ ଘରେ ଥିଲା, ହଁ ନୁହେଁ କି? ଆଚ୍ଛା, କେମିତି କ'ଣ ଆରମ୍ଭ କଲେ ତାପରେ ଆସିକି ଘରେ? ମୁଁ ପ୍ରଥମ ଆସିଲି, ସେଇ ଯେଉଁ ମୋ ଗୁରୁ ସିଏ ତାଙ୍କର ବାକ୍ସ ଏବଂ ସମ୍ପୂର୍ଣ୍ଣ ସରଞ୍ଜାମ ତାଙ୍କର ଘରେ ସିଏ ତିଆରି କରନ୍ତି। ଯାହା ହଉ ମା ମୋତେ ଗୋଟେ ଛୋଟ ବାକ୍ସ, ଗୋଟେ 4 ଫେଣିଆ ବାକ୍ସ ଯୋଉଟା କୁହାଯାଏ କ୍ୟାପଚରିଂ ବକ୍ସ, ଯାହା ଦେହରେ କି ମାଛି ଆମେ ଅନ୍ୟ ଜାଗାରୁ ତୁରନ୍ତ ଗୋଟେ ଜାଗାରେ ହଠାତ୍ ମାଛି ବସିଛନ୍ତି, ଆମେ ତାଙ୍କୁ ସେ ବାକ୍ସରେ ଧରି ଆଣିପାରିବା, ସେ ବାକ୍ସ ଗୋଟିଏ ଦେଲେ। ଆଉ ଗୋଟେ ବଡ଼ ISI ମାର୍କା ଷ୍ଟାଣ୍ଡାର୍ଡ ବକ୍ସ ଯୋଉଟା କି ସରକାରଙ୍କ ସ୍ୱୀକୃତି ପ୍ରାପ୍ତ, ସେ ବାକ୍ସରୁ ଗୋଟେ ଦେଲେ। ଗୋଟେ ଜାଲି ଟୋପି ଦେଲେ, ଗୋଟେ ଧୂଆଁ ଦିଆ ଯନ୍ତ୍ର ଦେଲେ, 2ଟା କୁଇନ୍ ଗେଟ୍ ଦେଲେ। ସେଠୁ ନେଇକିରି ଆସିଲି, ନେଇକି ଆସି ତାକୁ ଘରେ ରଖିଲି। ସିଏ ମୋତେ କହୁଥିଲେ ଯେ ତୁ ଗୋଟେ ଦଳ ନେଇଯା ମୋ ଠାରୁ, ମହୁମାଛି ଦଳ, କିନ୍ତୁ ମୁଁ ଆଣିଲିନି। ମୁଁ କହିଲି ଏତେ ବାଟ ମୁଁ ତା ଜାଣିନି କେମିତି ଦଳ ଯାଏ, କେମିତି କ'ଣ କରେ। ମୁଁ ବାକ୍ସ ଟିକେ ନେଇ ପଳେଇ ଆସିଲି। ତା ପରଦିନ ମୁଁ ଦେଖିଲି ଗୋଟେ ଗଡ଼ିଆରେ ଗୋଟେ ଚାଖୁଣ୍ଡା ଗଛ ଶୋଇଛି, ତା କୋରଡ଼ ଭିତରେ ମହୁମାଛି ଅଛନ୍ତି ଏବଂ ମୁଁ ନିଜେ ଧରିଲି। ଯୋଉଟାକି ଧରିଲି ମୋତେ ଦିନ 3ରୁ ରାତି 11ଟା ହେଇଗଲା, ଯୋଉଟାକି ବର୍ତ୍ତମାନ ସମୟରେ ମୋତେ 2 ଘଣ୍ଟା ଭିତରେ ସମୟ ଲାଗିବା କଥା, ସେତେବେଳେ ମୋତେ ଦିନ 2ଟାରୁ ରାତି 10ଟା ହେଇଗଲା। ତ ଏମିତି କରି ଆପଣ ମହୁ ଚାଷ ଆରମ୍ଭ କଲେ। ଆଜ୍ଞା, ପ୍ରଥମ କେବେ ଆପଣ ଅମଳ କଲେ, କେତେ ପଇସା ସେଥିରୁ ଲାଭ ହେଲା? ପ୍ରଥମ ମୁଁ ଅମଳ କଲି 2022 ମସିହା। 21 ମସିହାରେ ମୁଁ ଚାଷ ଷ୍ଟାର୍ଟ କଲି। ପ୍ରଥମ ରଖିଲି 2ଟି ବାକ୍ସ। 22 ମସିହାରେ ମୁଁ ପାଇଲି 1 କେଜି ମହୁ ଏବଂ ଯୋଡ଼ିଏ ଦଳ। ଆଚ୍ଛା, ତାପରେ ଧୀରେ ଧୀରେ 22 ମସିହା ପରେ 23 ମସିହା, 24 ମସିହା ଏଣ୍ଡ 25 ମସିହା ଚାଲିଲାଣି। ବର୍ତ୍ତମାନ ଏ ବର୍ଷ ମୋ କତିରେ ବର୍ତ୍ତମାନ 40 ଦଳ ମାଛି ଅଛନ୍ତି, 40ଟା ବାକ୍ସ ଅଛି ଏବଂ ମୁଁ ଏ ସିଜିନରେ ବିକିଛି 60ଟା ବାକ୍ସ ଦଳ। 60ଟା ଦଳ ବିକ୍ରି କରୁଛି। ଆମର ସିଷ୍ଟମ ହେଲେ ଗୋଟେ ବାକ୍ସରୁ ଆପଣ ଗୋଟେ ସିଜିନରେ ଆପଣଙ୍କ ଦଳ ରହିକିରି ଆପଣ 3 ଥର ବିକିପାରିବେ। 3ରୁ ଦରକାର ପଡ଼ିଲେ ଯଦି ଆମେ ତା ଦେହରେ ସମୟ ଦେବୁ 5 ଥର ବି ବିକିବୁ, ମାନେ 5ଟା ଦଳ ବିକିବୁ। ସେଇ ଗୋଟେ ଦଳକୁ ଆମେ 5ଟା ଦଳ କରି ବିକିପାରିବୁ। ବିକିଲେ ବି ମୂଳଧନ ଆମ କତିରେ, ମୂଳ ଦଳଟି ଆମ କତିରେ ରହୁଥିବ ଏବଂ ଦଳ ଗୋଟାକର ଦାମ ହେଉଛି 1500 ଟଙ୍କା। 1500 ଟଙ୍କା। ଆପଣ ଏଇ ବର୍ଷ ସୁଦ୍ଧା କେତେ ଦଳ ଏମିତି ମହୁ? ମୁଁ 60 ଦଳ ବିକି ସାରିଛି, ମୋ କତିରେ 40 ଦଳ ବର୍ତ୍ତମାନ ଅଛନ୍ତି। ତାମାନେ ପାଖାପାଖି 90,000 ଟଙ୍କାର ଆପଣ ମହୁ ମାଛି ବିକ୍ରି କରିଛନ୍ତି। ଆଜ୍ଞା। ମହୁ କେତେ ବିକ୍ରି ହେଇଛି? ଜଙ୍ଗଲ ଏରିଆରେ ମହୁଟା ଟିକେ ଅଧିକା ପ୍ରଡକ୍ସନ ହୁଏ। ଆମର ଯେହେତୁ ଜଙ୍ଗଲ ଏରିଆ ନୁହଁ, ପନିପରିବା ଏରିଆ, ଆମର ମୁଖ୍ୟ କଥା ରାସାୟନିକ ଔଷଧ ପକାଇବା ଦ୍ୱାରା ମହୁମାଛିଙ୍କ ମୃତ୍ୟୁ ହେଇଯାଏ, ଯୋଉଥିପାଇଁ ଆମ ଏରିଆରେ ମହୁ ଅଧିକା ଅମଳ ହୁଏ ନା। ତଥାପି ଆମେ ଯେତେବେଳେ ଡିଭିଜନ କରୁ, ଆମେ ମାଛି ବିକିବାକୁ ଯେତେବେଳେ ଟାର୍ଗେଟ କରୁ, ସେତେବେଳେ ଆମେ ମହୁ ଅମଳ କରିପାରୁନା। ତେଣୁ ଆମେ କିଛି ବାକ୍ସ ରଖିଛୁ, ଭଲ ଦଳ ଦେଖି କିଛି ବାକ୍ସ ରଖିଛୁ, ତାଙ୍କଠାରୁ ମହୁ ହିଁ କେବଳ ଅମଳ କରିବୁ। ଆମର ମଧୁ ଋତୁ ଆରମ୍ଭ ହୁଏ କୋଉଠୁ ନା ଅକ୍ଟୋବର ମାସରୁ। ଅକ୍ଟୋବର, ଡିସେମ୍ବର, ଜାନୁଆରୀ, ଫେବୃଆରୀ, ମାର୍ଚ୍ଚ, ଏପ୍ରିଲ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ, ଏପ୍ରିଲ ମାସ ଏଣ୍ଡ ଛାଡ଼ନ୍ତୁ, ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଆ ଦେହରେ ଆମେ ଯୋଉ ବାକ୍ସରୁ ମହୁ ଅମଳ କରିବା, ତାକୁ ଆପାତତଃ ପ୍ରତି ମାସକୁ ଥରେ ଅମଳ କରିବା। ମାସକୁ ଥରେ ଅମଳ କଲେ 2 କେଜିରୁ 2.5 କେଜି ନ୍ୟୁନ, ତା ଦେହରୁ ଅଧିକା ହେଲା 5 କେଜି ଯାକେ ଗୋଟେ ବାକ୍ସରୁ ଥରେକେ ଅମଳ ହେଇପାରିବ। ମାନେ ଆଶ୍ୱିନ ମାସରୁ ଫାଲ୍ଗୁନ ମାସ ହେଉଛି ମହୁ ଅମଳର ଗୋଟେ ପ୍ରକୃଷ୍ଟ ସମୟ। ଆଜ୍ଞା, ଏବଂ ମହୁ ଆପଣ କହୁଛନ୍ତି ଯଦି ଭଲ ଅମଳ ହେଲା ତାହେଲେ ଆମେ କହିବା ଯେ 5 କେଜି ଗୋଟେ ବାକ୍ସରୁ ଆପଣ ପାଉଛନ୍ତି। ଯେହେତୁ ଆପଣଙ୍କ ଅଞ୍ଚଳ ଟିକେ ଜଙ୍ଗଲ ଅଧ୍ୟୁଷିତ ନୁହଁ, ଚାଷବାସର ଅଞ୍ଚଳ, ତେଣୁ ଟିକେ ଉତ୍ପାଦନ କମ୍ ରହୁଛି। ଆପଣଙ୍କର ଆଉ ଗୋଟେ ପରିଚୟ ରହିଛି ଯେ ଆପଣ ହେଉଛନ୍ତି ଜଣେ ପ୍ରଶିକ୍ଷକ। ଆଜ୍ଞା, ଆମ ଶ୍ରୋତାବନ୍ଧୁମାନଙ୍କ ଭିତରୁ ଧରି ନିଅନ୍ତୁ କେହି ଜଣେ ବି ଆଗ୍ରହ ଦେଖାଇଲେ ଯେ ସିଏ ମହୁ ଚାଷ କରିବେ ଏବଂ ଆମର ଏଇ କାର୍ଯ୍ୟକ୍ରମକୁ ସେ ଶୁଣୁଛନ୍ତି, ସେ ମହୁ ଚାଷ ଉପରେ କିଛି ବି ଜାଣିନାହାନ୍ତି, ତାଙ୍କୁ ପ୍ରଥମେ କ'ଣ କରିବାକୁ ପଡ଼ିବ? 3ଟା ଜିନିଷ ଆବଶ୍ୟକ। କ'ଣ ଆବଶ୍ୟକ ନା ଗୋଟେ ବାକ୍ସ ରଖିବା ପାଇଁ ଗୋଟେ ଷ୍ଟାଣ୍ଡ ଏବଂ ଗୋଟେ ବାକ୍ସ ଏବଂ ଗୋଟେ ଦଳ ମାଛି।
ଏତିକି ଆପଣଙ୍କୁ ନିହାତି ଆବଶ୍ୟକ। ତିନୋଟି ଜିନିଷର ଆବଶ୍ୟକତା, ତିନୋଟି ଜିନିଷ ଗୋଟିଏ ଷ୍ଟାଣ୍ଡ, ଗୋଟିଏ ବାକ୍ସ ଏବଂ ମହୁମାଛି ଦଳ। ଆଜ୍ଞା। ଏଥିପାଇଁ ସର୍ବନିମ୍ନ କେତେ ଖର୍ଚ୍ଚ କରିବାକୁ ପଡ଼ିବ? ସର୍ବନିମ୍ନ ଆମର ବର୍ତ୍ତମାନ ସରକାରୀ ରେଟ୍ ହିସାବରେ 3500 ଟଙ୍କା, କିନ୍ତୁ ସରକାରୀ ରେଟ୍ରେ ଯେହେତୁ ଜିନିଷ ଆଭେଲେବୁଲ୍ ହେଉନାହିଁ, ତେଣୁ ଆମେ ବର୍ତ୍ତମାନ 4200 ରୁ 4300 ଟଙ୍କା ଆମକୁ ପ୍ରଥମ ଫେଜ୍ରେ ଖର୍ଚ୍ଚ କରିବାକୁ ପଡ଼ିବ, ଯେଉଁଟାକି ଷ୍ଟାଣ୍ଡ, ବାକ୍ସ, ମାଛି। ଆଚ୍ଛା, ଧରିନେବା 5000 ଟଙ୍କାର ଗୋଟେ ମୂଳଧନ ଧରି ଜଣେ ମହୁ ଚାଷ ଆରମ୍ଭ କରିବ। ଆଜ୍ଞା। କ'ଣ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ କରିବାକୁ ପଡ଼ିବ? ବାକ୍ସ ଇଏ ଅନ୍ୟାନ୍ୟ ସରଞ୍ଜାମ ସବୁ ଯୋଗାଡ଼ ହେଇସାରିଲା ପରେ ସେ କ'ଣ କରିବେ? ତାପରେ ଯୋଗାଡ଼ ହେଇସାରିଲା ପରେ ସେ ଯୋଉଠୁ ମାଛି ଆଣିବେ, ଧର ମୋ ଠାରୁ ମାଛି ନେଲେ, ମୁଁ ତାଙ୍କ ମାଛି ନେଲି, ତାଙ୍କ ବାକ୍ସରେ ମାଛି ରଖିଲି ଏବଂ ମାଛି କେମିତି ରହୁଛନ୍ତି, କ'ଣ ହେଉଛି ତାଙ୍କୁ ଦେଖେଇଲି। ଦେଖେଇ ଦେଲା ପରେ ସେଠି ସେ ମାଛି ରହିଲେ, ସେ ମାଛି ପୋଷା ମାଛି, କାରଣ ଆମେ ଯାହାକୁ ଦେବୁ ସିଏ ଅଲରେଡ଼ି ବାକ୍ସ ସହିତ ତାଙ୍କର ପରିଚିତ ଅଛି, ତେଣୁ ସେମାନେ ବିଚ୍ୟୁତ ହେବେ ନାହିଁ। କିମ୍ବା କିଛି 3 ଥର ତାଙ୍କୁ ମୁଁ ମୋ ତରଫରୁ ସୁବିଧା ଯୋଗାଇ ଦେଉଛି, ଫୋନରେ ଭିଡ଼ିଓ କଲ୍ ମାଧ୍ୟମରେ ଶିଖେଇ ଦେଉଛି ଏବଂ ଆବଶ୍ୟକତା ସ୍ଥଳେ ମୁଁ ନିଜେ ଯାଇକିରି ତାଙ୍କୁ ବାକ୍ସ ଖୋଲୁଛି, ଖୋଲିକି ରହିକି ଚାଷୀଙ୍କୁ କହୁଛି ତମେ ଏମିତି କାଠିଟା ଉଠା, ମାଛିଟାକୁ ଏମିତି ଧର, ଏମିତି ଦେଖ, ଏ ମାଛି ଚିହ୍ନ, এইটা ଅଣ୍ଡା ମାଛି, এইଟା ଶ୍ରମିକ ମାଛି, এইଟା କୁଇନ୍, এইଠି ଅଣ୍ଡା ରହିଲା, এইଠି ଲାର୍ଭା ରହିଲା, এইଠି ପିଉପା ରହିଲା, ତାଙ୍କୁ ସମ୍ପୂର୍ଣ୍ଣ ବୁଝେଇ ଦେଇ ତାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଯେତେବେଳେ ଫାଷ୍ଟ ବିକ୍ରି ହେଉଛି ମହୁମାଛି, ସେଟା ଆପଣଙ୍କ 4ଟା ଫେଣା ବିକ୍ରି ହେଉଛି। ଜଣେ ଚାଷୀ ଆପଣଙ୍କୁ ଦେଲାବେଳେ 1500 ଟଙ୍କାରେ 4ଟି ଫେଣା, ତା ଦେହରେ ଗୋଟେ କୁଇନ୍ ଥିବ ଏବଂ 4ଟି ଫେଣାରେ, ସେ ଫେଣାରେ ଖାଦ୍ୟ ଥିବ, ଲାର୍ଭା ଥିବ, ପିଉପା ଥିବ, ସେ ଆପଣଙ୍କୁ ସୁନ୍ଦର ଫେଣା 4ଟା ଦେବ, ଯେଉଁଟାକି ସମ୍ପୂର୍ଣ୍ଣ ଗୋଟେ ଦଳ। ଗୋଟିଏ ବାକ୍ସ, ଗୋଟିଏ ଦଳକୁ ନେଇ ଜଣେ ଯଦି ମହୁ ଚାଷ ଆରମ୍ଭ କରୁଛନ୍ତି ଏବଂ ଯଦି ଜଙ୍ଗଲ ପାଖାପାଖିରେ ଅଛି ବା ବୃକ୍ଷଲତା ଅଛି, ତାହେଲେ ବର୍ଷେ ଭିତରେ ସେ କେତୋଟି ମହୁ ବାକ୍ସ କରିପାରିବ ଏବଂ କେତେ ସେ ରୋଜଗାର ମଧ୍ୟ କରିପାରିବ? କାହିଁକି ନା ଆମେ ମୂଳଧନ 5000 ଟଙ୍କା ଧରି ଚାଲିଛୁ। ଠିକ୍ ସିଜିନ୍ ଯେତେବେଳେ ଆସୁଛି ସେତିକି ବେଳେ ଜଣେ ବାକ୍ସ ବସେଇଲା, ଅକ୍ଟୋବର ମାସରେ ବସେଇଲା, ଡିସେମ୍ବର ଲାଷ୍ଟ ସୁଦ୍ଧା ତାକୁ ବିଭାଜନ କରିବା ପାଇଁ ଯେଉଁ ଦଳ ପ୍ରିପେୟାର ହେଇଯିବ, ମାନେ ଦଳ ସମ୍ପୂର୍ଣ୍ଣ ହେଇଯିବ 8 ଫେଣା ହେଇକି ବିଭାଜନ ପାଇଁ। ସିଏ ଯଦି ସେତେବେଳେ ଚାହିଁବେ, ତାର ନିୟମ କହୁଛି, ପାଠ କହୁଛି ଯେ ଆପଣ ଗୋଟେ ଦଳକୁ 2 ଦଳ କରିପାରିବେ, ତାହେଲେ 8 ଫେଣା ହେଇଗଲା, ଆପଣ 4 ଫେଣା ବିଭାଜନ କରିପାରିବେ। କିନ୍ତୁ ଆମେ ସେ ସ୍ଥଳେ ଯେତେବେଳେ ଲୋକଟି ଆମେ ଦରକାର ପଡ଼ିଲେ 3-3-2 କରିଦେବା, ମୂଳ ବାକ୍ସରେ କୁଇନ୍ ସହ 2 ଫେଣା ରଖିବା, ଆଉ 3 ଫେଣା ଆଉ 2ଟା ବାକ୍ସରେ ନେଇଯିବା। ଗୋଟେ ବର୍ଷ ଭିତରେ ଗୋଟେ ଲୋକ ଚାହିଁଲେ ଗୋଟେ ଦଳରୁ ନୂଆ ଚାଷୀ ଜଣେ 3ଟା ଦଳ କରିପାରିବ। ଆଚ୍ଛା, 3ଟା ଦଳ ସେ କରିସାରିଲା ପରେ ତାର ପ୍ରାଥମିକ ଉତ୍ପାଦନ କେତେ ଆସିବ, କେତେ ଟଙ୍କା ସେ ରୋଜଗାର କରିପାରିବେ? ପ୍ରଥମ ବର୍ଷ ଆପଣ ଯେତେବେଳେ ବାକ୍ସ ରଖିଲେ, ଆପଣ ଯଦି ବିଭାଜନ ନ କରିବେ, ଆପଣ ଗୋଟେ, ଆମେ ସମସ୍ତଙ୍କୁ କହୁଛି ଆପଣ ଗୋଟେ ବିଭାଜନ କରନ୍ତୁ। ଗୋଟେ ବିଭାଜନ ଆପଣଙ୍କୁ ଆମେ 3 ଫେଣା ନେଇ ବିଭାଜନ କରିଦେଲୁ, ଯୋଉ 3 ଫେଣା ନେଇ ବିଭାଜନ କରିଦେଲୁ, ଆମର ହଉଛି 8ଟା ଫେଣା, ତା ଭିତରେ 8ଟା ଫ୍ରେମ୍ ଅଛି। 8ଟା ଫ୍ରେମ୍ରୁ ଆମେ 3 ଫେଣା ନେଇଗଲୁ, ଆମର 5 ଫେଣା ରହିଲା। ସେ 5 ଫେଣାଟା ଖୁବ୍ ନିକଟରେ 8 ଫେଣା ସେମାନେ ଗଢ଼ିଦେବେ, ପୁଣି 3 ଫେଣା ଗଢ଼ିଦେବେ। ଗଢ଼ିଦେଲା ପରେ ଆମେ କ'ଣ କରିବୁ, ତଳୁ 2ଟା କାନ୍ଥ କଡ଼ରେ 2ଟା ସାଇଡ଼୍ରେ ଯେଉଁ ଫେଣା ଥିବ, ତା ଦେହରେ ଆମର କେବଳ ସେମାନେ ମହୁ ହିଁ ରଖନ୍ତି, ଅଣ୍ଡା ଲାର୍ଭା ରହେ ନା। ତେଣୁ ସେ 2ଟା ଫେଣାକୁ ଆମେ କ'ଣ କରିବୁ ନା, ବଡ଼ ଫେଣାଟା ତାକୁ କାଟିକିରି ଉପରେ ଅଛି ମଧୁ କକ୍ଷ। ମଧୁ କକ୍ଷରେ ତଳ ରହିବା କକ୍ଷରେ ବ୍ରୁଡ୍ ଚାମ୍ବର ଯାହାକୁ କହୁଛେ, ରହିବା କକ୍ଷରେ ଯେଡ଼ିକି ଫେଣା ଅଛି, ମଧୁ କକ୍ଷରେ ତା ଅଧା ଫେଣା, ମାନେ ସେ ଷ୍ଟାଣ୍ଡଟା ହେଉଛି ଅଧା। ତେଣୁ ଆମେ ଆକୁ ଗୋଟେ କାଟିଦେଲେ ତା ଦେହରେ 2ଟାରେ ଫିଲ୍ଅପ୍ ହେବ, ଆମେ କାଟିକିରି ସେ କାଠିରେ ଲଗେଇକିରି ଉପରେ ଥୋଇଦେବା। ତେଣୁ ଉପରେ ଥୋଇଦେବା, ଆମର 4ଟା ହେଇଗଲା, ଆଉ ରହିଲା 4ଟା, ଆଉ 4ଟା ସେମାନେ ଗଢ଼ିଦେବେ। ପ୍ଲସ୍ ଏ ଯେଉଁ 2ଟା ଫାଙ୍କା ହେଇଗଲା, ଆକୁ ବାକ୍ସର ମଝି ପୋଜିସନରେ ଦେଇଦେବା। ଦେଇଦେଲେ ଆକୁ ସିଏ ଗଢ଼ିବା ସଙ୍ଗେ ସଙ୍ଗେ ତାକୁ ମଧ୍ୟ ଗଢ଼ିଦେବେ, ଯେଉଁଟାକି ଆପଣ ଯଦି ଗୋଟେ ଲୋକ ବାକ୍ସ ବସାଉଛନ୍ତି, ସେ ଫେବୃଆରୀ ମାସ ସୁଦ୍ଧା ସର୍ବନିମ୍ନ ଗୋଟେ ଥର ବି ଅମଳ କରିପାରିବେ, ଯାହାକି 2ରୁ 2.5 କିଲୋ 3 କିଲୋ ଯାକେ, ଯଦି ସେ ଜାଗାରେ ଖାଦ୍ୟପେୟ ଭଲ ଅଛି, ଦରକାର ପଡ଼ିଲେ 4ରୁ 5 କିଲୋ ଅମଳ କରିପାରିବେ। ଆଚ୍ଛା, କୁମାର ବାବୁ, ବର୍ତ୍ତମାନ ବଜାରରେ ମହୁର ଚାହିଦା କେମିତି ଅଛି, ଦର କେମିତି ରହୁଛି ଏବଂ କେମିତି କ'ଣ ବ୍ୟବସାୟ ହେଉଛି? ମହୁ ବର୍ତ୍ତମାନ 1200 ଟଙ୍କା କେଜି ବିକ୍ରି ହେଉଛି। ଆଚ୍ଛା, 1200 ଟଙ୍କା। ଆଜ୍ଞା, ଜଣେ ଚାଷୀ ଯଦି ଗୋଟେ ସିଜିନ୍ରେ 3 କେଜି ମହୁ ପାଉଛି, ତାହେଲେ ସେ 3200-3600 ଟଙ୍କା ପାଇପାରୁଛି ଏବଂ ଗୋଟେ ଦଳ ପାଇଲା, ଦଳର ଦାମ 1500 ଟଙ୍କା। ତେଣୁ ଆପାତତଃ ଗୋଟେ ଲୋକ ଯଦି 5000 ଟଙ୍କା ଖର୍ଚ୍ଚ କରୁଛନ୍ତି, ପ୍ରଥମ ବର୍ଷ ସେ ହିସାବ କରନ୍ତୁ ତାଙ୍କ 5000 ସେ ପାଇଯିବେ, 5000 କମି ହେବନି। ଏବଂ ଦ୍ୱିତୀୟ ବର୍ଷକୁ ତାଙ୍କର ଦଳ ହେଇଗଲା ଡବଲ। ସିଏ ଯେତେବେଳେ ପୁଣି ବିଭାଜନ କରିବେ, କେତେ କରିବେ ନା, ସର୍ବନିମ୍ନ 4 କରିବେ, ସର୍ବବୃହତ୍
6-8 କରିପାରିବେ। ତେଣୁ କଲା ପରେ ତାଙ୍କର ବକ୍ସ ଧୀରେ ଧୀରେ ବଢ଼ିଗଲା ଏବଂ ସେଇ ଯେଉଁ ମୂଳଧନ 5,000 ସେ ପାଇଲେ ସେ 5,000 ଟାକୁ ପୁଣି ବାକ୍ସରେ ଖଟେଇ ଧୀରେ ଧୀରେ 2 ରୁ 3 ବର୍ଷ ଭିତରେ ଜଣେ ଚାଷୀ ଚାହିଁଲେ 1 ରୁ ସେ 20-25 ଭିତରେ ପହଞ୍ଚି ପାରିବ। ବାহ, ବହୁତ ସୁନ୍ଦର କଥା। 5,000 ଟଙ୍କାର ପୁଞ୍ଜି ନିବେଶ କରି ଆମକୁ 3 ବର୍ଷ ଯଦି ପରିଶ୍ରମ କରିବାକୁ ପଡୁଛି ତାହେଲେ ଆମେ ଜଣେ ସ୍ୱୟଂ ସମ୍ପୂର୍ଣ୍ଣ ମହୁ ଚାଷୀ ହିଁ ସାମ୍ନାକୁ ଆସିପାରିବା। ମୁଁ ଆରମ୍ଭ କରିଛି ମୋ ଚାଷ, ମୋର ମୂଳଧନ ହଉଛି 2,750 ଟଙ୍କା। ସେତେବେଳେ ବାକ୍ସର ରେଟ୍ କମ୍ ଥିଲା। ବର୍ତ୍ତମାନ ମୋ କତିରେ ବାକ୍ସ ମାଛି ସମ୍ପୂର୍ଣ୍ଣ ଯେତିକି ମୁଁ ବିକି ଦେଇଛି, ଛାଡ଼ନ୍ତୁ ଯୋଉ 1,00,000 ଟଙ୍କାରେ, ବର୍ତ୍ତମାନ ଯେତିକି ଅଛି ମିନିମମ୍ ବାକ୍ସ ମାଛି ମୋ ଇନଷ୍ଟ୍ରୁମେଣ୍ଟ ହିସାବ କଲେ ବର୍ତ୍ତମାନ 1,65,000 ଏଭବ ହବ। ମୁଁ ତାକୁ ହିସାବ କରୁଥିଲି। ବର୍ତ୍ତମାନ ମୋର ଚାଷର ଷ୍ଟାମିନା। ଆଚ୍ଛା, ତାହେଲେ ବାର୍ଷିକ ଆପଣ ମହୁ ଚାଷରୁ କେତେ କ'ଣ ରୋଜଗାର କରିପାରୁଛନ୍ତି? ବାର୍ଷିକ ମହୁ ଚାଷରୁ ଯେହେତୁ ମୁଁ ତାକୁ ଗୋଟେ ସାଇଟ୍ରେ ରଖିଛି, ମୁଖ୍ୟ ଚାଷ ହିସାବରେ ନେଇ ନାହିଁ, କାହିଁକିନା ଯେହେତୁ ମୋର କଦଳୀ ବାଡ଼ି ଅଛି, ଅଲଗା ଫସଲ ଅଛି, ପ୍ରାଇଭେଟ୍ ଚାକିରି ଅଛି, ତେଣୁ ମୁଁ ତାକୁ ମୁଖ୍ୟ ଚାଷ ହିସାବରେ ନେଇ ନାହିଁ। ନ ନେଇକିରି ବି ମୁଁ ବାର୍ଷିକ 1.5 ଲକ୍ଷ ଭଳିଆ ଟଙ୍କା ତା ଦେହରୁ ପାଉଛି ଏବଂ ମୋ କତିରେ ପ୍ରତିବର୍ଷ ବାଲାନ୍ସ ରହୁଛନ୍ତି 30-40 ଦଳ। ବର୍ତ୍ତମାନ ଯେଉଁ 40 ଦଳ ରହିଲେ, ଆର ବର୍ଷ ଠିକ୍ ସିଜିନ୍ ଷ୍ଟାର୍ଟିଂ ବେଳକୁ ମୁଁ ଆଗେ 40 ଦଳ ବିକିଦେବି। କୁମାର ବାବୁ, ଆପଣ 2021ରେ ଆରମ୍ଭ କଲେ ମହୁ ଚାଷ, ଗୋଟିଏ ବାକ୍ସରୁ ବୋଧେ ଆରମ୍ଭ କରିଥିଲେ? ଆଜ୍ଞା। ଏବଂ 2025 ବେଳକୁ ଆପଣ ଗୋଟେ ଦୃଢ଼ତାର ସହିତ କହୁଛନ୍ତି ଯେ ବାର୍ଷିକ ଆପଣ 1.5 ଲକ୍ଷ ଟଙ୍କା ଭଳି ରୋଜଗାର କରିପାରୁଛନ୍ତି। ତେଣୁ ଇଏ ତ ଅନ୍ୟ ସମସ୍ତଙ୍କ ପାଇଁ ଗୋଟିଏ ଉଦାହରଣ ଯେ ଯଦି ମୁଁ 5,000 ଟଙ୍କାର ଗୋଟିଏ ପୁଞ୍ଜି ଖଟେଇ ମହୁ ଚାଷ ଆରମ୍ଭ କରୁଛି ତାହେଲେ ହୁଏତ 3-4 ବର୍ଷ ବେଳକୁ ମୁଁ ମଧ୍ୟ ଲକ୍ଷାଧିକ ଟଙ୍କା ରୋଜଗାର କରିପାରିବି। ନିଶ୍ଚୟ। କିନ୍ତୁ ସେଥିପାଇଁ ଗୋଟିଏ ସର୍ତ୍ତ ରହୁଛି ଯେ ଯେଉଁ ସ୍ଥାନ ତା ପାଇଁ ପ୍ରଯୁଜ୍ୟ, ଯେଉଁଠି ମଧୁ ଉତ୍ପାଦନ ଅଧିକ ମାତ୍ରାରେ ହେଇପାରିବ। ସବୁ ଜାଗାରେ ଆମର ରହିପାରିବ। ଏମିତିକି ସହରାଞ୍ଚଳରେ ଲୋକମାନେ ସହକ ମୁତାବକ ସମସ୍ତେ ବସୁଛନ୍ତି, ସବୁ ଜାଗାରେ ହେଇପାରିବ। କିନ୍ତୁ ଆମେ ଯଦି ତାକୁ ଚାଷ ହିସାବରେ ନେବା ତାହେଲେ ଆମର ତା ପାଇଁ ଗୋଟେ ଜଙ୍ଗଲ ଏରିଆ ଦରକାର। କାହିଁକି ନା ଆମେ ଯେତେବେଳେ ଚାଷ ହିସାବରେ ରଖୁଛୁ, କ'ଣ କରୁଛୁ ନା ଅନେକ ଦଳ ରଖୁଛୁ। ଯେତେବେଳେ ଅନେକ ଦଳ ରଖୁଛୁ, ଅନେକ ଦଳ ପାଇଁ ଖାଦ୍ୟ ସେ ଏରିଆରେ ସଫିସିଏଣ୍ଟ ହେବା ଦରକାର। ତେଣୁ ଯଦି ଆପଣ ଜଣେ ଭଲ ମହୁ ପାଇବା ଉଦ୍ଦେଶ୍ୟରେ ରୁହନ୍ତି, ଆମର ସାଧାରଣତଃ ମହୁଟାକୁ ମର୍ତ୍ତ୍ୟର ଅମୃତ କୁହାଯାଉଛି। ତେଣୁ ମହୁଟା ଔଷଧୀୟ ଗୁଣ, ମହୁ ଭଳିଆ ଔଷଧୀୟ ଗୁଣ କାହା ଦେହରେ ନାହିଁ। ଆମେ ଯଦି ଭଲ ମହୁ ଟିକେ ପାଇବାକୁ ଚିନ୍ତା କରିବା, ଆମେ 2ଟି ବାକ୍ସ ମଧ୍ୟ ରଖିଲେ ଆମ ଘର ପାଇଁ, ଆମ ପରିବେଶ ସୁରକ୍ଷା ସହ ଏବଂ ସୁରକ୍ଷିତ ହୋଇଯିବା। ମହୁମାଛି ରହିଲେ ଆପଣ ଯଦି କୌଣସି ବାଡ଼ି ବଗିଚାରେ ଫସଲ ଲଗାଉଛନ୍ତି, ଆପଣ ତା ଦେହରେ ହରମୋନ୍ ଆବଶ୍ୟକ ନାହିଁ, ପରାଗ ସଙ୍ଗମ ସେମାନେ ହିଁ କରିବେ, ଯେଉଁଟାକି ଆପଣ ଆମର ସର୍ଭେରୁ ଦେଖାଯାଇଛି 20-25% ଅମଳ ଆପଣଙ୍କର ବଢ଼ିଯିବ ଏବଂ ଆପଣ ଭଲ ମହୁ ଟିକେ ପାଇପାରିବେ। ଆପଣ ଏଇ ଯେଉଁ କଥା କହିଲେ, କିଛି ପ୍ରାମାଣିକ ତଥ୍ୟ ଅଛି ନା ନାହିଁ? ହଁ, ପ୍ରାମାଣିକ ତଥ୍ୟ ଅଛି। ଆମର ଯେ ବୈଜ୍ଞାନିକ ମାନେ ଅଛନ୍ତି ସେମାନେ ଟୋଟାଲ ଆର ବହି ବି ମିଳୁଛି, ମାର୍କେଟରେ ବହି ମିଳୁଛି, ଆମ ପାଖରେ ବି ମିଳୁଛି। ଯେଉଁମାନେ ବୈଜ୍ଞାନିକ ଅଛନ୍ତି, ଗୋଟେ ସର୍ଭେରୁ ଦେଖାଯାଇଛି ଯେ 25% ଆପଣଙ୍କର ପ୍ରଡକ୍ସନ ବଢିବ। କାରଣ ପରାଗ ସଙ୍ଗମଟା ଅତି ସୁନ୍ଦର ଭାବରେ ଯୋଉଟା ମହୁମାଛି କରେଇ ଦିଅନ୍ତି। କାହିଁକି କରନ୍ତି ତା କାରଣ ହେଲା, ଅନ୍ୟ ମାଛି ମାନେ କ'ଣ କରନ୍ତି, ଗୋଟେ ଫୁଲରୁ ଆଉ ଗୋଟେ ଫୁଲ ଦରକାର ପଇଲେ 1 ମିଟର 2 ମିଟର 3 ମିଟର ଡିଷ୍ଟାନ୍ସରେ ବସନ୍ତି। କିନ୍ତୁ ମହୁମାଛିଙ୍କର ଗୋଟେ ଲକ୍ଷଣ ହେଲା, ସେ ଯେଉଁ ଫୁଲରେ ବସିବେ ପାଖରେ ଯେତିକ ଫୁଲ ଥିବ ସେ ବସିକିରି ମଧୁ ଟାଣି ସାରିଲା ପରେ ଡିଷ୍ଟାନ୍ସ ହେବେ, ଦୂରେଇକିରି ଯିବେ। ନହେଲେ ସେମାନେ ବେଶୀ ଇଏ ଫୁଲରେ ବସିକିରି ଅନ୍ୟ ମାଛିମାନେ ହଠାତ୍ ଉଡ଼ି ଯାଇକି ଆଉ ଗୋଟେ ଫୁଲରେ ବସନ୍ତି। କିନ୍ତୁ ସେମାନଙ୍କର ଉଦ୍ଦେଶ୍ୟ ସବୁବେଳେ ଆଖପାଖ ଖାଦ୍ୟ ଖାଇସାରିବା ପରେ ଅନ୍ୟକୁ ଯିବେ। ଅର୍ଥାତ୍ କ୍ଷେତ୍ର ଆମ ପାଖରେ ଉପଲବ୍ଧ ଅଛି, ପ୍ରଶିକ୍ଷଣର ଆବଶ୍ୟକତା ଅଛି, ଇଚ୍ଛା ଶକ୍ତିର ଆବଶ୍ୟକତା ଅଛି। ଆମେ ମଧ୍ୟ ଆଶା କରିବୁ ଯେ ଆଜି କୁମର ଭାଇ ଆପଣମାନଙ୍କ ଉଦ୍ଦେଶ୍ୟରେ ଯାହା ବି କିଛି କଥା ରଖିଲେ ସେ ଆପଣଙ୍କୁ ନିଶ୍ଚିତ ପ୍ରେରଣା ଦେଇପାରିବ। କୁମର ବାବୁ, ଶେଷରେ ଆମର ଶ୍ରୋତାବନ୍ଧୁମାନଙ୍କୁ ଆପଣ କ'ଣ ଏମିତି ଗୋଟେ କହିବାକୁ ଚାହିଁବେ ଯଦ୍ୱାରା ଶ୍ରୋତାବନ୍ଧୁମାନେ ମଧ୍ୟ ଆଗ୍ରହୀ ହେବେ, ପ୍ରେରଣା ପାଇବେ ଆପଣଙ୍କ ଠାରୁ, ସେମାନେ ମଧ୍ୟ ସ୍ୱାବଲମ୍ବୀ ହେବାକୁ ଇଚ୍ଛା କରିବେ? ଶ୍ରୋତାବନ୍ଧୁମାନଙ୍କୁ ମୋ ତରଫରୁ ଏତିକି ରହିବ ଯେ ମହୁ ଚାଷରେ ଆପଣଙ୍କର ଗୋଟେ ସ୍ୱତନ୍ତ୍ର ସ୍ଥାନ ଦରକାର ନାହିଁ ଏବଂ ଆପଣଙ୍କୁ ପରିଶ୍ରମିକ ଦରକାର ନାହିଁ। ପ୍ରତ୍ୟେକ ସପ୍ତାହରେ ଆପଣ 5 ମିନିଟରୁ 7 ମିନିଟ ସମୟ ଦେବାକୁ ପଡ଼ିବ ଗୋଟେ ବାକ୍ସ ପିଛା। ଆପଣଙ୍କୁ ତାଠାରୁ ଅଧିକା ସମୟ ଆବଶ୍ୟକ ନାହିଁ। 7 ଦିନ ଭିତରେ 5 ମିନିଟ ସମୟ ଦେବେ ଏବଂ ଆପଣ ପ୍ରଥମତଃ ଗୋଟେ ଯେଉଁ ବାକ୍ସ ରଖିକିରି ଆପଣ ଚେଷ୍ଟା କରନ୍ତୁ। ତେଣୁ ମହୁମାଛିଙ୍କୁ ଆମର ମିତ୍ର ଭାବି ମହୁ ଚାଷ କରିବା ଏବଂ ମହୁ ଚାଷରେ ନିଜକୁ ସ୍ୱାବଲମ୍ବୀ କରିବା ଅତି ସହଜ କଥା। ଅନ୍ତତଃ ପକ୍ଷେ ନିଜେ ଗୋଟିଏ ବାକ୍ସ ରଖିକିରି ଆପଣ ଦେଖନ୍ତୁ ଯେ ଆପଣଙ୍କ ଘରର ଆବଶ୍ୟକତା ଆପଣ ପୂରଣ କରିପାରୁଛନ୍ତି। ବହୁତ ସୁନ୍ଦର କଥାଟିଏ କହିଲେ କୁମର ବାବୁ।
ଶ୍ରୋତାବନ୍ଧୁ ଆମେ ଆଶା କରୁଛୁ ମହୁ ଚାଷ କ୍ଷେତ୍ରରେ ଯଦି ଆପଣମାନେ ଆଗ୍ରହ ପ୍ରକାଶ କରିବେ ନିଜର ଆବଶ୍ୟକତା ପୂରଣ କରିବା ସହିତ ସମୟକ୍ରମେ ଆପଣ ମଧ୍ୟ ଜଣେ ଭଲ ଉଦ୍ୟୋଗୀ ହୋଇପାରିବେ, ଭଲ ରୋଜଗାର କରିପାରିବେ, ଅନ୍ୟମାନଙ୍କ ପାଇଁ ମଧ୍ୟ ରୋଜଗାର ଉପଲବ୍ଧ କରାଇପାରିବେ। ଏହି ସାକ୍ଷାତକାର ପାଇଁ କୁମାର ବାବୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ରହୁଛୁ ଆଜ୍ଞା, ନମସ୍କାର। ନମସ୍କାର। ଭାଇ ଆମର ଭାରି ପାରିବା ପରିକା ଲୋକ, କାମ କରିକି ଦେଖେଇ ଦେଲେ ନା। ରୋଜଗାର ହଉଛି ଅନ୍ୟମାନଙ୍କ ପାଇଁ ସିଏ ହଉଛନ୍ତି ପ୍ରେରଣା। ହଁ ନିଶ୍ଚିତ ନା। ଆଉ ଭାଇ ଆମେ ଟିକେ କଲେ ହଅନ୍ତାନି? ସବୁଥିରେ ତ ଖାଲି ମୋର ଦରକାର ମହାପ୍ରଭୁ କଣ ତମକୁ ଅଭାବ କରିଛି? ନା ନା ମହାପ୍ରଭୁ ଅଭାବ କରିନାହାନ୍ତି, କିନ୍ତୁ ଆମେ ଯଦି ଆଗ୍ରହ ସହକାରେ ସବୁ ଚାଷବାସକୁ କରିବା, ଗୋଟିଏରେ କିଛି କ୍ଷୟକ୍ଷତି ହେଇଗଲେ ଅନ୍ୟଟିରେ ଭରଣା ହେଇଯିବନି। ବଢିଆ କଥାଟିଏ ଶ୍ରୋତା ବନ୍ଧୁ। ଏଇ ଯୋଉ ମହୁ ଚାଷ ଭଳି ଯୋଉ ସବୁ ଅନ୍ୟାନ୍ୟ ଚାଷ ଆମର ରହିଲା, ଏକୁ ଯଦି ଆପଣଉଛେ ଆର୍ଥିକ ସ୍ଥିତି ମଜବୁତ ହବ, ସମସ୍ତେ ଭଲରେ ରହିବେ। ଆମର କୁମରବର ଭାଇଙ୍କୁ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ। ଯେ ମା ଅପା କଣ ହେଲା? ବେଳ ଗଡି ଯାଉଛି, ପାଣିପାଗ ଶୁଣିବନି କି? ପାଣିପାଗ ପାଣିପାଗ ଶୁଣିବା, ଉଠିକି ଯିବା। ଯିବା। ହଁ ହଉ।